ସଂସ୍କୃତ ଭାଷାର ଶ୍ରେଣୀ ବିଭାଗ। ପ୍ରାଚୀନ କାଳରୁ ପ୍ରଚଳିତ ସଂସ୍କୃତ ଭାଷାର ଉଚ୍ଚାରଣ, ଧ୍ୱନି, ଶାବ୍ଦିକ ପ୍ରୟୋଗ ତଥା ବହୁବିଧ ପ୍ରୟୋଗ ପରିବର୍ତ୍ତନ ଦେଖା ଦିଆଯାଉଛି। ତଦନୁରୂପ ଉକ୍ତ ଭାଷାର ଲାକ୍ଷଣିକ ତଥା ପ୍ରୟୋଗ, ବ୍ୟୁତ୍ପତ୍ତି ଓ ପ୍ରବୃତ୍ତିର ବୈଜ୍ଞାନିକତା ପ୍ରତିପାଦନ କରିବା ପାଇଁ ବ୍ୟାକରଣ ରଚିତ। ସୂତ୍ର, ବାର୍ତ୍ତିକ, ଭାଷ୍ୟ, ବୃତ୍ତି ଓ ଟୀକା ପ୍ରଭୃତି ମାଧ୍ୟମରେ ବ୍ୟାକରଣ ଭାଷାର ବ୍ୟବସ୍ଥିତ ମାର୍ଗ ପ୍ରଦର୍ଶିତ କରେ। ଏହି ଭାଷାର ପ୍ରାଚୀନ ରୂପ ଛନ୍ଦ। ଏହା ବୈଦିକ ଶବ୍ଦ ବା ଭାଷା ରୂପରେ ପରିଚିତ। ଅନ୍ୟଟି ଭାଷା ଯାହା ଲୌକିକ ଶବ୍ଦ ବା ଭାଷାର ସଂଜ୍ଞା ଲାଭ କରିଛି। ବୈଦିକ ସଂସ୍କୃତ ପରମ୍ପରା। ବୈଦିକ ଭାଷା ଶୈଳୀକୁ ବୈଦିକ ସାହିତ୍ୟ ଦୃଷ୍ଟିରୁ ବର୍ତ୍ତମାନ ଏକ ପୁରାତନ ଭାଷା ରୂପେ ଅନୁଭୂତ ହୁଏ। ତାହାର କ୍ରିୟା, କର୍ତ୍ତା ଓ ଶବ୍ଦ ବ୍ୟୁତ୍ପତ୍ତି ଅନେକ ବିଚିତ୍ର ଦେଖାଯାଏ। ସାମ୍ପ୍ରତିକ ସଂସ୍କୃତର ବ୍ୟାକରଣ ଦୃଷ୍ଟିରୁ ବୈଦିକ ସାହିତ୍ୟ ପଦଗୁଡ଼ିକର କେତେକ ସାମଞ୍ଜସ୍ୟ ଦୃଶ୍ୟମାନ ହୁଏ। ଅଷ୍ଟାଧ୍ୟାୟୀ ରଚୟିତା ବ୍ୟାକରଣିକ ପାଣିନି ବୈଦିକ ଲୌକିକ ସଂସ୍କୃତ ଭାଷାର ଅବସ୍ଥିତି ରୂପରେ ଦର୍ଶାଇଛନ୍ତି। ସେହିପରି ଇନ୍ଦ୍ରଚାନ୍ଦ୍ର, କାଶକୃଷ୍ଣ, ସ୍ପଷ୍ଟାୟନ, ସାକଲ୍ୟ ପ୍ରଭୃତି ବହୁ ବ୍ୟାକରଣ ଶାସ୍ତ୍ରଜ୍ଞ ମଧ୍ୟ ବହୁ ଯତ୍ନ କରି ଭାଷାର ସାଧୁ ପ୍ରୟୋଗ ପ୍ରତି ଧ୍ୟାନ ଦେଇଛନ୍ତି। ତାର ପ୍ରୟୋଗ, ଲୋକପ୍ରିୟତା ଓ ବୈଜ୍ଞାନିକତା ଦୃଷ୍ଟିରୁ ପାଣିନିଙ୍କ ଅଷ୍ଟାଧ୍ୟାୟୀ ଅଧିକ ଗ୍ରହଣୀୟ ହୋଇଅଛି। ତାଙ୍କ ଗ୍ରନ୍ଥରେ 8ଟି ଅଧ୍ୟାୟ ଉଭୟ ବୈଦିକ ଲୌକିକ ଭାଷାରେ ପ୍ରମାଣିକତା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଲୌକିକ ସଂସ୍କୃତ ପରମ୍ପରା। ପ୍ରାୟ ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରେ ଲବ୍ଧ ଜନ୍ମ ପାଣିନିଙ୍କ ରଚନାରେ ସଂସ୍କୃତ ଓ ପ୍ରାକୃତର ପ୍ରୟୋଗ ଦେଖିବାକୁ ମିଳେ। ଛନ୍ଦ ବା ବୈଦିକ ଶବ୍ଦର ତଥା ଲୌକିକ ଶବ୍ଦର ସାଧୁତା ଅକ୍ଷୁଣ୍ଣ ରଖିବା ପାଇଁ ସେ ଅଷ୍ଟାଧ୍ୟାୟୀ ନାମକ ଏକ ସୂତ୍ର ଗ୍ରନ୍ଥ ପ୍ରଣୟନ କରିଛନ୍ତି। ପରବର୍ତ୍ତୀ ସଂସ୍କୃତ ଭାଷାରେ ଉକ୍ତ ଗ୍ରନ୍ଥକୁ ଅନୁସରଣ କରି ସଂସ୍କୃତ ଭାଷା ବାକ୍ୟର ଶୁଦ୍ଧତା, ଭାବର ସାମଞ୍ଜସ୍ୟ, ପୂର୍ବାପର ସଙ୍ଗତିପୂର୍ଣ୍ଣ ବିଚାରଧାରା ଉପରେ ଗୁରୁତ୍ୱାରୋପ କରିଥିଲା। ଏଣୁ ଏହାକୁ ଲୌକିକ ସଂସ୍କୃତ ସାହିତ୍ୟ କୁହାଯାଏ। ତାର ପରବର୍ତ୍ତୀ କାଳରୁ ସଂସ୍କୃତ ଭାଷାରେ ଅଷ୍ଟାଧ୍ୟାୟୀ ସୂତ୍ରଗ୍ରନ୍ଥକୁ ଆଧାର କରି ଭାଷାର ପ୍ରୟୋଗ କରାଯାଇଛି। କିଛି ବର୍ଷ ପରେ ଲୌକିକ ସଂସ୍କୃତ ଭାଷାକୁ ପ୍ରାକୃତ ଭାଷା, ତାଠାରୁ ଅପଭ୍ରଂଶ ହୋଇ ପୈଶାଚୀ ପ୍ରାକୃତ, ସୌର ସେନୀ, ଅର୍ଦ୍ଧମାଗଧୀ, ମାଗଧୀ, ମହାରାଷ୍ଟ୍ରୀ ଇତ୍ୟାଦି ଅନେକ ଭାଷା ଉତ୍ପନ୍ନ ହେଲେ। ବର୍ତ୍ତମାନ ହିନ୍ଦୀ, ଅହମିୟା, ବଙ୍ଗଳା ଓ ଓଡ଼ିଆ ଭାଷାଗୁଡ଼ିକ ପୂର୍ବ ଭାରତୀୟ ନୂତନ ଭାଷା ରୂପେ ପ୍ରାୟ ଖ୍ରୀଷ୍ଟପୂର୍ବ 1000ର ପରବର୍ତ୍ତୀ ସମୟରେ ସୃଷ୍ଟି ହୋଇ ନିଜକୁ ଆଧୁନିକ ଭାଷା ରୂପେ ପରିଚିତ କରାଇଲେଣି। ଏହି ଦୃଷ୍ଟିରୁ ସଂସ୍କୃତକୁ ଭାରତୀୟ ଭାଷାଗୁଡ଼ିକର ଜନନୀ ବୋଲି କୁହାଯାଏ। ତଦନୁରୂପ ତାମିଲ, ତେଲୁଗୁ, କନ୍ନଡ଼, ମଲୟାଲମ ପ୍ରଭୃତି ଦ୍ରାବିଡ଼ ଭାଷାଗୁଡ଼ିକର ଉତ୍ପତ୍ତି ଧାରା ବିଚାର କରାଯାଇ